ଆଜି ଚାଷୀଙ୍କ ଆକାଉଣ୍ଟକୁ ମିଳିବ କାଳିଆ ଟଙ୍କା। ଯେଉଁମାନେ ବି କାଳିଆ ଯୋଜନା ଅଲରେଡ଼ି ଆପ୍ଲାଏ କରୁଛ ଓ ଯେଉଁମାନେ ବି ବେନିଫିଟ୍ ପାଉଛ, ନିହାତି ଭାବରେ ଭିଡ଼ିଓ ଫାଷ୍ଟ ଲାଷ୍ଟ ଯାଏଁ ଦେଖ। କାହାକୁ କେତେ ଟଙ୍କା କ'ଣ ମିଳିବ ସବୁ କିଛି ମଧ୍ୟ ଏ ଭିଡ଼ିଓ ମାଧ୍ୟମରେ ପାଇପାରିବେ। ଏବଂ ତୁମେ ଯଦି ବର୍ତ୍ତମାନ ଆମ ଚ୍ୟାନେଲକୁ ନୂଆ ଭିଜିଟ୍ କରୁଛ, ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଅଲ୍ କ୍ଲିକ୍ କର, କାରଣ ମୁଁ ଯେତେବେଳେ ଭିଡ଼ିଓ ଛାଡ଼ିବି ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖରେ ପହଞ୍ଚିଯିବ। ଚାଷୀମାନଙ୍କ ପାଇଁ ଖୁସି ଖବର। ଆଜି ରାଜ୍ୟରେ ଚାଷୀମାନଙ୍କୁ ମିଳିବ କାଳିଆ ଯୋଜନାର ପରବର୍ତ୍ତୀ କିସ୍ତି। ଏହି ଯୋଜନାରେ ଅଧୀନରେ 933 କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବ ରାଜ୍ୟ ସରକାର। କାଳିଆ ଯୋଜନା ଚାଷୀମାନଙ୍କ ପାଇଁ ଖୁସି ଖବର। ଆଜି ରାଜ୍ୟରେ ଚାଷୀମାନଙ୍କୁ ମିଳିବ କାଳିଆ ଯୋଜନାର ପରବର୍ତ୍ତୀ କିସ୍ତି। ଏହି ଯୋଜନା ଅଧୀନରେ 933 କୋଟିରୁ ଅଧିକ ଟଙ୍କା ସହାୟତା ରାଶି ଯୋଗାଇ ଦେବେ ରାଜ୍ୟ ସରକାର। ରାଜ୍ୟରେ ପ୍ରାୟତଃ 46 ଲକ୍ଷରୁ ଅଧିକ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଏଥିରେ ଉପକୃତ ହେବେ। ଏହା ସହ ରାଜ୍ୟରେ ଥିବା 30ଟି ଜିଲ୍ଲାରେ କାଳିଆ କେନ୍ଦ୍ର ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବାରେ କାର୍ଯ୍ୟକ୍ରମ ରହିଛି। ଓକେ, କାଳିଆ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟରେ କୃଷକଙ୍କୁ ଆର୍ଥିକ ସହାୟତା ଚୟନରେ ସ୍ୱାଧୀନତା ପ୍ରଦାନ କରି ସେମାନଙ୍କର ସଶକ୍ତିକରଣ ପାଇଁ ପ୍ରେରଣା ଦେବା ସହିତ ରାଜ୍ୟର କୃଷିର ଅଭିବୃଦ୍ଧି ଓ ବିକାଶ କରିବା। ହିତାଧିକାରୀ ନିକଟରେ ବିଭିନ୍ନ ଆର୍ଥିକ ସେବାର ସହଜ ଉପଲବ୍ଧି ଉନ୍ନତିକରଣ ଦ୍ୱାରା କୃଷିର ଉତ୍ପାଦକତା ଏବଂ କୃଷକଙ୍କର ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କର ଆୟ ବୃଦ୍ଧିର ସହାୟକ ହେବ। କାଳିଆ ଯୋଜନାରେ ମିଳୁଥିବା ଏହି ସବୁ ସୁବିଧା ତୁମେ ସବୁକିଛି ଡିଟେଲ୍ ମଧ୍ୟ ଏହି ଭିଡ଼ିଓରେ ମଧ୍ୟ ଜାଣିପାରିବ। ଭିଡ଼ିଓ ଫାଷ୍ଟ ଲାଷ୍ଟ ଦେଖ, ଜାଣିପାରିବ ସବୁକିଛି। ଜୀବିକା ପାଇଁ ସହାୟତା। ଗ୍ରାମାଞ୍ଚଳରେ ଭୂମିହୀନ ଚାଷୀ ପରିବାର ପାଇଁ କୃଷି ଭିତ୍ତିକ ଆନୁଷଙ୍ଗିକ କାର୍ଯ୍ୟ ଯଥା କ୍ଷୁଦ୍ର ଛେଳି ପାଳନ ୟୁନିଟ୍, କ୍ଷୁଦ୍ର କୁକୁଡ଼ା ପାଳନ, ବତକ ପାଳନ, ମତ୍ସ୍ୟଜୀବୀମାନଙ୍କୁ ମତ୍ସ୍ୟଧରା ଉପକରଣ, ଛତୁ ଚାଷ ଓ ମହୁ ଚାଷ ଇତ୍ୟାଦି ନିମନ୍ତେ 12,500 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି। ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବ୍ୟକ୍ତିମାନଙ୍କ ପାଇଁ ଏହି ଯୋଜନା ବିଶେଷ ଭାବେ ସହାୟକ ହେବ। ଅସମର୍ଥ କୃଷି ପରିବାର ଓ ଭୂମିହୀନ ଶ୍ରମିକଙ୍କ ସହାୟତା। ଯେଉଁ କ୍ଷୁଦ୍ର ଓ ନାମମାତ୍ର ତଥା ଭୂମିହୀନ କୃଷି ପରିବାର ଚାଷୀ ବାର୍ଦ୍ଧକ୍ୟ, ଅକ୍ଷମତା କିମ୍ବା ରୋଗ ଦ୍ୱାରା ଆକ୍ରାନ୍ତ ହୋଇ କୃଷି କାର୍ଯ୍ୟ ଓ ଜୀବିକା ଉପାର୍ଜନ କରିବା ନିମନ୍ତେ ଅସମର୍ଥ, ସେମାନଙ୍କ ପରିବାର ଜୀବିକା ନିର୍ବାହ କରିବା ପାଇଁ ଏକକାଳୀନ 10,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। ପ୍ରତିବର୍ଷ 5 ଲକ୍ଷ ପରିବାର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ। ଓକେ, କୃଷକ ଓ ଭୂମିହୀନ ଶ୍ରମିକମାନଙ୍କ ଜୀବନ ବୀମା ସୁବିଧା। ସବୁକିଛି ଡିଟେଲ୍ ମଧ୍ୟ ତୁମେ ଦେଖିପାରୁଥିବ। ଯଦି ବି ତୁମେ ଏଇଟା ସ୍କ୍ରିପ୍ଟ ତୁମେ ପଢ଼ିବାକୁ ଚାହୁଁଛ, ନିହାତି ଭାବରେ ମୁଁ ଡେସ୍କ୍ରିପ୍ସନ୍ ବକ୍ସରେ ମଧ୍ୟ ଦେଇଦେଇଛି। ଏବଂ ତୁମେ ଯଦି କିଛି ବି ପାର୍ଟ ଟାଇମ୍ ଇନକମ୍ କରିବାକୁ ଚାହୁଁଛ, ନିହାତି ଭାବରେ ଆମ ଟେଲିଗ୍ରାମ ଗ୍ରୁପ୍ରେ ଜଏନ୍ ହେଇକି ସବୁକିଛି ଅପଡ଼େଟ୍ ମଧ୍ୟ ପାଇପାରିବ। ଠିକ୍ ଅଛି। ଚାଷୀ ଓ ଭୂମିହୀନ ଚାଷୀଙ୍କୁ ମୃତ୍ୟୁ ବା ଅକ୍ଷମତା ପରେ ତାଙ୍କର ପରିବାର ସଦସ୍ୟମାନେ ସମ୍ମୁଖୀନ ହେଉଥିବା ଆର୍ଥିକ ଦୁରବସ୍ଥା ତଥା ଅନିଶ୍ଚିତତା ହ୍ରାସ କରିବା ଉଦ୍ଦେଶ୍ୟରେ ଜୀବନ ବୀମା ସହାୟତା ବ୍ୟବସ୍ଥା କରାଯାଇଛି। 18ରୁ 50 ବର୍ଷ ବୟସ ମଧ୍ୟରେ ସମସ୍ତ ସଞ୍ଚୟ ଜମାଖାତାଧାରୀଙ୍କ ପାଇଁ ବାର୍ଷିକ 2 ଲକ୍ଷ ଟଙ୍କାର ଜୀବନ ବୀମା ସୁବିଧା କରାଯାଇଅଛି। ଏଥିପାଇଁ ଧାର୍ଯ୍ୟ ବାର୍ଷିକ ପ୍ରିମିୟମ୍ ଦେୟରୁ ଚାଷୀଙ୍କ ଅଂଶ ବାବଦକୁ 165 ଟଙ୍କା ରାଜ୍ୟ ସରକାର ବହନ କରିବେ। 18ରୁ 50 ବର୍ଷ ବୟସ ମଧ୍ୟରେ ସମସ୍ତ ସଞ୍ଚୟ ଜମାଖାତାଧାରୀଙ୍କ ପାଇଁ ବାର୍ଷିକ 2 ଲକ୍ଷ ଟଙ୍କା ବ୍ୟକ୍ତିଗତ ଦୁର୍ଘଟଣା ନିମନ୍ତେ ବୀମାର ବ୍ୟବସ୍ଥା ଅଛି। ଏଥିପାଇଁ ଧାର୍ଯ୍ୟ ବାର୍ଷିକ 12 ଟଙ୍କା ପ୍ରିମିୟମ୍ ଦେୟରୁ ଚାଷୀମାନଙ୍କ ପାଇଁ ବାବଦରେ 6 ଟଙ୍କା ଏବଂ 51ରୁ 70 ବର୍ଷ ବୟସ ପାଇଁ ସମୁଦାୟ 12 ଟଙ୍କା ରାଜ୍ୟ ସରକାର ବହନ କରିବେ। ତ ସବୁକିଛି ଡିଟେଲ୍ସ ମଧ୍ୟ ତୁମେ ବି ଜାଣିପାରୁଥିବ, କାହାକୁ କେତେ ଟଙ୍କା ମିଳିବ। ବର୍ତ୍ତମାନ ଆସ୍ତେ ଆସ୍ତେ କାଳିଆ ଯୋଜନା ପଇସା ଯେଉଁମାନେ ବି ଜାଣିଛ ଏବଂ ଯେଉଁମାନେ ବି ଚାହୁଁଛ କ'ଣ କଲେ ବହୁତ ଶୀଘ୍ର କାଳିଆ ଯୋଜନା ପଇସା ଆସିଯିବ, ଆଉ କ'ଣ କଲେ ପଇସା ଆସିବ, ନିହାତି ଭାବରେ ତୁମେ ପୂର୍ବ ଭିଡ଼ିଓ ଅଲରେଡ଼ି ମୁଁ କହିଦେଇଛି। ଯେଉଁମାନେ ସେଇ ଭିଡ଼ିଓ ଦେଖିନ, ନିହାତି ଭାବରେ ସେଇ ଭିଡ଼ିଓ ନିହାତି ଦେଖିଦେବ। ଏବଂ ଆଜିଠୁ ମଧ୍ୟ ଅଲରେଡ଼ି କାଳିଆ ଯୋଜନା ପଇସା ଆସିବାରେ ଆରମ୍ଭ ହୋଇଗଲାଣି କି ଆସ୍ତେ ଆସ୍ତେ ସମସ୍ତଙ୍କୁ ପଇସା ଦେବାର ଆସନ୍ତା। ନିହାତି ଭାବରେ ଆପଣଙ୍କର KYC କରିଦିଅ ଏବଂ ନିହାତି ଭାବରେ ବ୍ୟାଙ୍କକୁ ଯାଇ ଆଧାର କାର୍ଡ଼ ଲିଙ୍କ କରିଦିଅ। କ'ଣ ସବୁ ମେନ୍ 3ଟା ଅପଡ଼େଟ୍ ମଧ୍ୟ କାଳିଆ ଯୋଜନା ବିଷୟରେ ଆସିଥିଲା, ତା ମଧ୍ୟ ଗୋଟେ ଭିଡ଼ିଓ ମଧ୍ୟ ଅଲରେଡ଼ି ଅପଲୋଡ଼ କରିଦେଇଛି। ଡେସ୍କ୍ରିପ୍ସନ୍ରେ ଭିଜିଟ୍ କରିକି ସେଇ ଭିଡ଼ିଓ ମଧ୍ୟ ଦେଖିଦେବ। ଓକେ, ଯଦି ଭିଡ଼ିଓଟି ବହୁତ ଭଲ ଲାଗିଥାଏ, ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ ଅଲ୍ କ୍ଲିକ୍ କରିବେ, କାରଣ ମୁଁ ଯେତେବେଳେ ଭିଡ଼ିଓ ଛାଡ଼ିବି ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖରେ ପହଞ୍ଚିବ। ଓକେ, ରହୁଛି, ଦେଖା ନେକ୍ସଟ ଭିଡ଼ିଓ। ସେଥିପାଇଁ ଜୟ ଜଗନ୍ନାଥ।